ଚିଙ୍ଗେରକଟା ଗ୍ରାମରେ 16 ପ୍ରହରୀ ନାମଯଜ୍ଞ ଉଦ୍ଯାପିତ। ସୂଚନା ଅନୁସାରେ ଗତ ଶନିବାରଠାରୁ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲି ବ୍ଲକ ଅନ୍ତର୍ଗତ ଚିଙ୍ଗେରକଟା ଗ୍ରାମରେ ଗ୍ରାମବାସୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା 16 ପ୍ରହରୀ ନାମଯଜ୍ଞ ଆଜି ଅପରାହ୍ନ 4 ଘଣ୍ଟା ସମୟରେ ନଗର ସଂକୀର୍ତ୍ତନ ଓ ବୈଠକ କାର୍ଯ୍ୟକ୍ରମ ସହ ଉଦ୍ଯାପିତ ହୋଇଯାଇଛି। ଏହି ନାମଯଜ୍ଞରେ ଗ୍ରାମର ସାରଥୀ ଦଣ୍ଡସେନା ଓ ତାଙ୍କ ସହଧର୍ମିଣୀ ବୃନ୍ଦାବତୀ ଦଣ୍ଡସେନା କର୍ତ୍ତା ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ଶରଦ ମିଶ୍ର ଓ ତାଙ୍କ ସହଯୋଗୀ ପୁରୋହିତ ଭାବେ ପୂଜାର୍ଚ୍ଚନା କରିଥିଲେ। ଯଜ୍ଞ ମଣ୍ଡପ ବୀରେନ୍ଦ୍ର ଦଣ୍ଡସେନା ସାଜସଜ୍ଜା କରିଥିବା ବେଳେ ଗ୍ରାମବାସୀ ଏକତ୍ରିତ ହୋଇ ନାମଯଜ୍ଞ ସମ୍ପନ୍ନ କରିଥିବା ଜଣାପଡ଼ିଛି। ଏହି ନାମଯଜ୍ଞରେ ଜିଲ୍ଲା ତଥା ଜିଲ୍ଲା ବାହାରର 20 ଗୋଟି ସଂକୀର୍ତ୍ତନ୍ୟ ମଣ୍ଡଳୀ ଯୋଗଦାନ ପୂର୍ବକ ହରେ କୃଷ୍ଣ ହରେ ରାମ ମହାମନ୍ତ୍ର ଗାନ କରିଥିଲେ। ଗ୍ରାମର ଶ୍ରୀ ନଥିଲା ଭୋଇ, ବାଳକୃଷ୍ଣ ଦଣ୍ଡସେନା, ସୁନ୍ଦରମଣି ଦଣ୍ଡସେନା, ବିନୟ ଦଣ୍ଡସେନା, ପୀତପାସ ଦଣ୍ଡସେନା, ସଚିଦାନନ୍ଦ ସାହୁ, ଭାଗୀରଥୀ ଦଣ୍ଡସେନା, ତରଣୀ ଭୁଏ, ଆକାଶ ଦଣ୍ଡସେନା, ଶୀତାଂଶୁ ଦଣ୍ଡସେନା, ପ୍ରହଲ୍ଲାଦ ଦଣ୍ଡସେନା, ଆଲୋକ ସାହୁ, ରମେଶ ଭୁଏ, ରାଧାକୃଷ୍ଣ କଟୁଆଳ, ନିରାକାର ଦଣ୍ଡସେନା, ଗୌତମ ସାହୁ ଓ ଗ୍ରାମବାସୀଙ୍କ ଦ୍ୱାରା ଏହି ନାମଯଜ୍ଞ ଶାନ୍ତି ଶୃଙ୍ଖଳାର ସହିତ ଉଦ୍ଯାପିତ ହୋଇଥିବା ଜଣାପଡ଼ିଛି। ଦୀର୍ଘ 2 ଦିନ ଧରି ସମଗ୍ର ପରିବେଶ ହରେ କୃଷ୍ଣ ହରେ ରାମ ମହାମନ୍ତ୍ରରେ ଗୁଞ୍ଜରିତ ହୋଇ ସମଗ୍ର ପରିବେଶରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା। ତେବେ ଏହି ନାମଯଜ୍ଞରେ ଅଞ୍ଚଳର ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ଅନ୍ନଯଜ୍ଞରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା।